ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲା ପେରିୟାମ୍ପାଲିୟାମ ନିକଟରେ ଥିବା ଏକ ମାଛ ଫ୍ୟାକ୍ଟ୍ରିରେ ଏମୋନିଆ ଗ୍ୟାସ୍ ଲିକ୍ ହୋଇ ସେଠି କାମ କରୁଥିବା 7 ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତକମାନଙ୍କ ମଧ୍ୟରୁ କେଉଁଝର ଜିଲ୍ଲା ତେଲକୋଇ ବ୍ଲକ ତାଳପଡ଼ା ପଞ୍ଚାୟତ ରଙ୍ଗମାଟିଆ ଗାଁର ଜଣେ 16 ବର୍ଷର ଝିଅ ମଧ୍ୟ ସେ ଭିତରେ ସାମିଲ ଥିବା ନେଇ ଜଣାପଡ଼ିଛି। କେବଳ ସେତିକି ନୁହଁ, ଅସୁସ୍ଥ ଥିବା 47 ଜଣଙ୍କ ମଧ୍ୟରୁ ଏହି ଗାଁର ଆଉ 5 ଜଣ ଯୁବତୀ ଥିବା ନେଇ ମଧ୍ୟ ଜଣାପଡ଼ିଛି। ସେହିପରି ବିମଳା ପଞ୍ଚାୟତ ଟାଙ୍ଗିରି ଦୁବାନାଳି ଜୁଆଙ୍ଗ ସାହିର ଶିବାନୀ ଜୁଆଙ୍ଗ ଗୀତା ଜୁଆଙ୍ଗ ଯାହାଙ୍କର ମୃତ୍ୟୁ ମଧ୍ୟ ଘଟିଥିବା ନେଇ ସୂଚନା ମିଳିଛି। ତେଲକୋଇ ବ୍ଲକ ତାଳପଡ଼ା ପଞ୍ଚାୟତ ରଙ୍ଗମାଟିଆ ଗାଁରେ କାମଧନ୍ଦା ନ ପାଇ 10 ଜଣ ଯୁବତୀ ଓ 8 ଜଣ ଯୁବକ ତାମିଲନାଡୁରେ କାମ କରିବାକୁ ଯାଇଥିଲେ। ରଙ୍ଗମାଟିଆ ଗାଁର ରବି ଜୁଆଙ୍ଗଙ୍କ ପୁଅ ବିଦେଶର ଜୁଆଙ୍ଗ ଓ ଝିଅ ଗୁଆଣୀ ଜୁଆଙ୍ଗ ମଧ୍ୟ ସେମାନଙ୍କ ସହିତ ତାମିଲନାଡୁ ଯାଇଥିଲେ। କାହାର ପୁଅ ଝିଅ ଆଉ କାହାର ନୂଆ ବାହା ହୋଇଥିବା ପୁଅ ବୋହୂ ମଧ୍ୟ କାମ କରିବାକୁ ସେଠାକୁ ଯାଇଥିଲେ। କିନ୍ତୁ ଗ୍ୟାସ୍ ଲିକ୍ ହେବାରୁ ଗୁମାଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ 5 ଜଣ ଯୁବତୀ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଗୁରୁତରଙ୍କ ମଧ୍ୟରେ ଅନ୍ଧାରୀ ଜୁଆଙ୍ଗଙ୍କ ଝିଅ ଇରା ଜୁଆଙ୍ଗ, ନରେନ୍ଦ୍ର ଜୁଆଙ୍ଗଙ୍କ ଝିଅ ଆଇଲା ଜୁଆଙ୍ଗ, ବିଷ୍ଣୁ ଜୁଆଙ୍ଗଙ୍କ ଝିଅ ଜାମିନୀ ଜୁଆଙ୍ଗ, ଜୁର୍ଲା ଜୁଆଙ୍ଗଙ୍କ ସ୍ତ୍ରୀ ସୀମା ଜୁଆଙ୍ଗ, ଚିମରୁ ଜୁଆଙ୍ଗଙ୍କ ଝିଅ ପଦ୍ମିନୀ ଜୁଆଙ୍ଗ ରହିଥିବା ସେମାନଙ୍କର ପରିବାର ଲୋକେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଆଜି ରଙ୍ଗମାଟିଆରେ କେଉଁଝର ଜିଲ୍ଲା ଶ୍ରମ ଅଧିକାରୀ ପହଞ୍ଚିଥିଲେ। ମୃତ ଗୁମାଣୀ ଜୁଆଙ୍ଗଙ୍କ ପରିବାରକୁ ଓ ଗୁରୁତର ହୋଇଥିବା ଚିକିତ୍ସା ହେଉଥିବା ଅନ୍ୟମାନଙ୍କ ପରିବାରକୁ ଭେଟିଥିଲେ। ମୃତ ଗୁମାଣୀଙ୍କ ଶବ କିପରି ଆସିବ ଓ ଗୁରୁତରମାନେ କିପରି ଚିକିତ୍ସା ପାଇବେ ତାକୁ ନେଇ ରାଜ୍ୟ ସରକାର ନଜର ରଖିଛନ୍ତି ଓ ଏକ 3 ଜଣିଆ ଟିମ୍ ଗଠନ କରି ତାମିଲନାଡୁ ପଠାଯାଇଥିବା ପ୍ରକାଶ ପାଇଛି। ଆମେ ଉପରସ୍ଥ ଅଧିକାରୀଙ୍କ ଠାରୁ ନିର୍ଦ୍ଦେଶ କ୍ରମେ ଆମେ ଆଜି ଗୋଟେ ଫିଲ୍ଡ ଭେରିଫିକେସନ୍ କରୁଛୁ ଏବଂ ସେଇ ପ୍ରିଲିମିନାରୀ ଇନକ୍ୱାରୀରୁ ଜଣାପଡ଼ିଛି ଯେ ପାଖାପାଖି 15ରୁ 16 ଜଣ ଏହି ଗ୍ରାମର ତାମିଲନାଡୁ ସ୍ଥିତ ଏକ ସି ଫୁଡ୍ ପ୍ରୋସେସିଂ ୟୁନିଟ୍ରେ କାମ କରିବା ପାଇଁ ଯାଇଥିଲେ ଏବଂ ସେଠାରେ କାଲି ଏକ ଦୁର୍ଘଟଣା ଘଟି ଜଣଙ୍କର ସେଠାରେ ମୃତ୍ୟୁ ହୋଇଛି ଏବଂ ଅନ୍ୟ ପାଖାପାଖି 3ରୁ 4 ଜଣ ଆହତ ହୋଇ ସେଠାରେ ଚିକିତ୍ସିତ ହେଉଛନ୍ତି ଏବଂ ସେମାନଙ୍କ ପରିସ୍ଥିତି ଏବେ ସେମାନେ ଚିକିତ୍ସାଧୀନ ଅଛନ୍ତି। ସରକାର ଏଇ ଗାଁରୁ ପାଖାପାଖି 15ରୁ 16 ଜଣ ଯାଇଛନ୍ତି ସେଠାକୁ କାମ କରିବା ପାଇଁ ଏବଂ ସେଠାରେ ଯିଏ ଏବେ ମୃତ୍ୟୁବରଣ କରିଛନ୍ତି ତାଙ୍କ ନାଁ ହେଲା ଗୁମାନି ଜୁଆଙ୍ଗ। ଆପଣ ଟିକେ କାମଧନ୍ଦା ନାହିଁ, କାମଧନ୍ଦା ନ ପାଇଲା ପରେ ଛୁଆରା ଯିବେ ଟଙ୍କା 2 ପଇସା ରୋଜଗାର କଲେ ମା ବାପା ବି ଟିକେ ପୋଷେଇ ପଡ଼େ, ଆମକୁ କିଛି ରୋଜଗାର ନାହିଁ। ଆଉ ରାସ୍ତାଘାଟକୁ ଦେଲିନି, ଆପଣ ସରକାର କିଛି ଆମକୁ ନେଲେନି, ପାଣି ନାହିଁ କି କାଜି ନାହିଁ, ସେଇପାଇଁ ଛୁଆରା ଗଲେ କାଳି ପୂଜା 1000 କି 500 ଟଙ୍କା କାମଧନ୍ଦାରେ ଆଉ ଏଥିରେ ପଇସା ଆଣୁଥିଲେ ଧାନ କୁଟାକୁ ବା ରୁଆକୁ ସେମାନେ ଆଗରୁ କାଳି ପୂଜା କଲେ। କାଳି ପୂଜା ପରେ ଆମ ଶ୍ରୀକାନ୍ତ ବାବୁ ତୁଳାକି ଲୋକ ଦରକରି ପଡ଼ିଲେ। ସେଇ ଦୁର୍ଘଟଣା ସେଇଭଳିଆ ଘଟିଛି। କାଲି ଆମେ ଖବର ପାଇଛୁ। ଝିଅ କାଲି ମୋତେ ମୋ ଝିଅ ଫୋନ୍ କରିଥିଲା କାଲି, ମୁଁ ଯାଇଥିଲି ଟିକେ ବିଲ କାମରେ, ଝିଅ କହିଲା ବାପା ମୋ ଭଉଣୀ ଏମିତି ସିରିୟସ୍ କିସ ହେଇଛି ଆଉ ଦୁର୍ଘଟଣା ଏମିତି ଘଟିଛି। ଆଉ କାଲି ଗୋଟେ ଯୋଉ କିଟା କୁହନ୍ତି ନାଇଁ ଗୁମାନି ଗୋଟେ କଥା ହଉଥିଲା ତା ସାଙ୍ଗରେ, ମୋ ବାପା କହୁଥିଲା, ମୋ ଝିଅ କହୁଥିଲା ଯେ ଗୋଟେ ବାଇ ଏମିତି ଫୁଟି ଯାଇଛି, ସକାଳ ଆମେ ବାର୍ତ୍ତା ମୋ 10ଟା 11ଟା ବେଳେ ଏମିତି ଦୁର୍ଘଟଣା ପାଇଛୁ। ଆମ ଗାଁ ଛୁଆ ଯାଇଥିଲେ 10 ଜଣ ଛୁଆ, ଏଇ ପିଲା ଆଉ ଝିଅ 8 ଜଣ ଚେନ୍ନାଇ ଯାଇଥିଲେ କାମ କରି। ଜଣେ ଡେଟ୍ କଲା ଆଉ 5 ଜଣ ସେମାନେ ଆଘାତ ହେଇଛନ୍ତି, ଆଉ ବହୁତ ସିରିୟସ୍ ହେଇଛନ୍ତି। ସେମାନଙ୍କର ଟ୍ରିଟମେଣ୍ଟ ଚାଲିଛି କହୁଛନ୍ତି, ତ ମୁଇଁ ଶୁଣୁଛି ଚାଲିଛି ନା ନାହିଁ, ମୁଇଁ କେମିତି ଅଛି, ମୁଇଁ ତ ଗାଁରେ ଅଛି, ମୁଇଁ ବି ଦେଖିନାହିଁ। ଆଉ ସରକାର ତରଫରୁ ସେଟଲମେଣ୍ଟ ଟିକେ ସାହାଯ୍ୟ କରନ୍ତୁ ବୋଲି ମୁଁ ଚାହେଁ। ସରକାର ତରଫରୁ କିଛି ସେଇ ଡେଟ୍ ଯୋଉ ହେଇଛି ସେଇଠୁ ଯାହା ପଇସା ପତ୍ର କିଛି ମିଳୁ ବୋଲି ଆମେ ଭାବୁଛୁ, ଚାହୁଁଛୁ। ଏଠି ନାଇଁ ସାର୍, ମିଳୁନାହିଁ, କିଛି କାମ ମିଳୁନାହିଁ। ଆଉ ତେଣୁକରି ଆମ ଛୁଆ ମାନେ ବାହାରକୁ ଯାଉଛନ୍ତି, ଆଉ ବାହାରକୁ ଯାଉଛ, କିଛି କାମ ନ ମିଳିବା ପର୍ଯ୍ୟନ୍ତ ବାହାରକୁ ଯାଉଛନ୍ତି ସବୁ। ପାହାଡ଼ ଅଞ୍ଚଳରେ କି କାମ ମିଳିବ ଯେ କାମ କରିବେ, ସରକାର ଆଉ କି କାମଟା ଦଉଛି ଯେ ଆଉ କରିବେ। କାନ୍ଥ ସବୁ ନେଇଗଲା, ସେ ସୁପରଭାଇଜର ହେଲା ଯେ ସେଇନାକି ନେଇଗଲା, ସେ ଟଙ୍କା ଆଣିଲା ଦେଇକିରି ଲାଞ୍ଚ ନେଇଗଲେ। ରାତିରାଉ ଆସ ଯିବା ତାମିଲନାଡୁ କାମ କରିବ, ଏଠି ମିଳୁନାହିଁ ବୋଲି ନେଇଗଲା ଶ୍ରୀକାନ୍ତ। ଏଠି କାହିଁ କାମ ମିଳିଥିଲେ ସେ ନା ଏଠି ବାହାରକୁ ଯାଇଥାଇତେ, କି କାମ ମିଳିଥିଲେ କ'ଣ ବାହାରକୁ ଯାଇଥାଇତେ, ସେ ନାକି ପଳେଇଲେ ବାହାରକୁ। ହଁ, ନାତୁଣୀ ନାତିଆ ସବୁ ଗଲେ, 2 ଜଣ ଯାଇଛନ୍ତି।
ଆମର ବି ନାତିଆ ହେଇ ନାତିଆ 2 ଜଣ ବି ସେ କେରଳ ଅଛନ୍ତି 2ଟା ନାତିଆ ଆମର ଯାଇଛନ୍ତି କେରଳ ପୁଅଟା ପଢିଛନ୍ତି ସରକାରକୁ କହିବା ଆଉ ଦିଅ ଆମକୁ କିସ ସୁବିଧା କର ସରକାର ଆମକୁ କିଛି ଆମ ମିଳିଲା ନାହିଁ ସେନାକେ ବାହାରକୁ ପଳେଇଲେ ନାତିଆରା ନାକେ ଆଉ ଏମିତି ହେଲେ ଆମକୁ ସୁବିଧା କର ସରକାରକୁ କହିବୁ ଆମେ ସରକାରକୁ କହିବୁ ଆମେ ଆମର ଯେଉଁ ଆଙ୍ଗ ଜାତି ଆମର ଯେଉଁ ଆଙ୍ଗରେ କିଛି କାମ ମିଳିନଥିଲା ସେଟା ଆମକୁ ଏଇନାକେ ମିଳିଲା ନାହିଁ ବୋଲି ବାହାରକୁ ଶ୍ରୀକାନ୍ତ ସବୁ ନେଇଗଲା ଚରାକୁ ଏମିତି ଗୋଟେ ମରିଗଲା ନାତିଆଟା ନାତିଆଟା ଜଗିଛି ସେଇଠି ଜଣେନି ତେଲୁଗୁରୁ ଦେବଶିଷ ପାତ୍ରଙ୍କ ରିପୋର୍ଟ ଏවන් ଓଡ଼ିଶା।